ହ୍ୟାଲୋ ସାଙ୍ଗମାନେ କେମିତି ଅଛନ୍ତି? ମୁଁ ଭାବୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଉ ମୁଁ ବି ବର୍ତ୍ତମାନ ଭଲରେ ଆଉ ବିନ୍ଦାସରେ ଅଛି। ତ ସାଙ୍ଗମାନେ ଆଜି ଆମେ ଚର୍ଚ୍ଚା କରିବା, କଥା ଲାଗିବା BS6 ବିଷୟରେ। BS6 କେବେ ଆସିଥିଲା ଭାରତକୁ, ଆଉ BS6ର ଫାଇଦା କ'ଣ, ଆଉ BS6ର କେମିତି ରିଜେନେରେସନ୍ ହୁଏ, ଆଉ BS6 କେମିତି ଗାଡ଼ିରୁ ବାହାରୁଥିବା କଳା ଧୂଆଁକୁ କେମିତି କଣ୍ଟ୍ରୋଲ କରେ, ସେଇ ବିଷୟରେ ଆପଣମାନଙ୍କୁ ଆଜି କହିବି। ଗୋଟେ ଗୋଟେ ଜିନିଷ ଚର୍ଚ୍ଚା କରିବି ଆଉ ଦେଖେଇବି, ଆଉ ଆପଣମାନଙ୍କୁ ଭଲ ଭାବରେ ବୁଝେଇବା ପାଇଁ ମୁଁ ଚେଷ୍ଟା କରିବି BS6 କେମିତି କାମ କରେ। गाड़ी चलैला बेले सीट बेल्ट निहाती लगेबे। मद पी गाड़ी चलैबे नाही। गाड़ी चलैला बेले मोबाइल कथा हेबे नाही। सड़क सुरक्षा जीवन रक्षा। नमस्कार, ମୁଁ DSM ରାव, ଆପଣ ଦେଖୁଛନ୍ତି ଆମ ଜ୍ଞାନ ବାଢ଼ ୟୁଟ୍ୟୁବ୍ ଚ୍ୟାନେଲ୍। ତ ସାଙ୍ଗମାନେ ଯେମିତି କହୁଥିଲି ଆପଣମାନଙ୍କୁ BS6 କେବେ ବାହାରିଥିଲା, BS6 କ'ଣ, BS6 କେବେ ଆସିଛି ଇଣ୍ଡିଆକୁ, ଏରୋ 1 କେବେ ଆସିଥିଲା। ତ ପ୍ରଥମେ ଆପଣମାନଙ୍କୁ କହିବି ଏରୋ 1 2000 ମସିହାରେ ଆସିଥିଲା। ତାପରେ ଏରୋ 2 2017ରେ ଆସିଲା। କାହିଁକି ନା ଯେଉଁ ଡିଜେଲ ଯୋଡ଼ିକି ଆମର ସାଇଲେନ୍ସର ଦ୍ୱାରା ଯେଉଁ ଧୂଆଁ ବାହାରୁଥିଲା, ତ ପଲ୍ୟୁସନ୍ ହେଉଥିଲା, ତ ସେଇ ଜିନିଷକୁ କଣ୍ଟ୍ରୋଲ କରିବା ପାଇଁ ଇଣ୍ଡିଆନ୍ ଗଭର୍ଣ୍ଣମେଣ୍ଟ ବାହାର କରିଥିଲା କି କେମିତି ପଲ୍ୟୁସନ୍କୁ କଣ୍ଟ୍ରୋଲ କରିବା। ତ ସେଥିପାଇଁ ପ୍ରଥମେ ଏରୋ 1, ତାପରେ ଏରୋ 2 2017ରେ, ତାପରେ ଏରୋ 3 2000 ମସିହାରେ ଆସିଲା ଏରୋ 1, ତାପରେ ଏରୋ 2 2017ରେ ଆସିଲା। ତାପରେ BS3 ଆସିଲା 2010ରେ। ତାପରେ BS4 ଆସିଲା 2017ରେ। ତାପରେ BS4 2017ରେ, BS6 ଆସିଲା 2020ରେ। କାହିଁକି ନା ଆଉ BS5ଟା ଆମ ଇଣ୍ଡିଆନ୍ ଗଭର୍ଣ୍ଣମେଣ୍ଟ ସ୍କିପ୍ କରିଦେଇଛି, BS5 ଆସିନି। ତ ଦେଖନ୍ତୁ ଆପଣମାନଙ୍କୁ କହିବି BS1, BS2, BS3, BS6 କେବେ ଆସିଲା, ଏଟା ତ ଆପଣମାନେ ଭଲ ଭାବରେ ବୁଝି ସାରିଥିବେ। ତ ଏଥର ଆପଣମାନଙ୍କୁ କହିବି BS6 ବିଷୟରେ। ଆମେ BS6 ବିଷୟରେ ଆମେ ଚର୍ଚ୍ଚା କରିବା। BS6 କ'ଣ, କାହିଁକି BS6 କହୁଛୁ। ଦେଖନ୍ତୁ ସାଙ୍ଗମାନେ, BS6 ମାନେ ଭାରତ ଷ୍ଟେଜ୍ 6 ନମ୍ବରରେ ଭାରତ ଷ୍ଟେଜ୍ ପଲ୍ୟୁସନ୍ କଣ୍ଟ୍ରୋଲରେ ଅଛି, ବୁଝିଲେ। ତ BS6 କେମିତି କାମ କରେ, କେଉଁ ହିସାବରେ କାମ କରେ। ତ ଦେଖନ୍ତୁ ସାଙ୍ଗମାନେ, ଆପଣମାନେ ପୁରୁଣା ଗାଡ଼ିରେ ଦେଖୁଥିବେ, ପୁରୁଣା ଗାଡ଼ି ଗୁଡ଼ାରେ ଦେଖୁଥିବେ କଳା ଧୂଆଁ ବାହାରେ ସାଇଲେନ୍ସରରୁ। ତ ସେଇ କଳା ଧୂଆଁକୁ କଣ୍ଟ୍ରୋଲ କରିବା ପାଇଁ BS6 ବାହାରିଲା। BS1, BS2, BS3 ଏମିତି କରିକି BS6 ପର୍ଯ୍ୟନ୍ତ ଏବେ ଆସିଛି। ତ ସେଇଟା କଣ୍ଟ୍ରୋଲ କରିବା ପାଇଁ, ଆଉ ଯେଉଁ ଗାଡ଼ି ଗ୍ୟାସ୍ର ଯେଉଁ କଳା ଧୂଆଁ ବାହାରିକି ଯେଉଁ ଗ୍ୟାସ୍ ବାହାରେ ଆମ ଏରିଆକୁ, ମଣିଷ ପାଇଁ କି ପଶୁପକ୍ଷୀ ପାଇଁ କି ଆମର ନେଚର ପାଇଁ ପ୍ରଦୂଷଣ ହେଉଛି, ସେଇଟାକୁ କେମିତି କଣ୍ଟ୍ରୋଲ କରାଯିବ। ତ ସେଥିପାଇଁ BS6 ଆସିଲା। ତ ମୁଁ ଆପଣମାନଙ୍କୁ ଭଲ ଭାବରେ ବୁଝେଇବି, ତ ଆପଣମାନେ କିଛି ଜାଣିବେ। ତ ସାଙ୍ଗମାନେ ଦେଖନ୍ତୁ, ଯେଉଁ ଡିଜେଲ ଯୋଡ଼ିକି ଯେଉଁ ଗ୍ୟାସ୍ ଆସେ, ସେଇଟା ବହୁତ ଖତରନାକ ବାଲା ଗ୍ୟାସ୍, ଆମ ଦେହ ପାଇଁ କ୍ଷତିକାରକ ହୋଇଥାଏ କି ନେଚର ପାଇଁ ବି କ୍ଷତିକାରକ ହୋଇଥାଏ। ତ ସେଇଟାକୁ ସଫା କରିବା ପାଇଁ BS6। ତ ସେଇଟା କେମିତି ସଫା କରାଯାଏ, ସେଇଟା କ'ଣ କ'ଣ ବାହାରେ। ଡିଜେଲ ଯୋଡ଼ିକି ଯେଉଁ ଗ୍ୟାସ୍ଟା ବାହାରେ, ଧୂଆଁ, ଗାଡ଼ିର ଗ୍ୟାସ୍ଟା ବାହାରେ, ଧୂଆଁ ବାହାରେ, ସେଟାରେ ଖତରନାକ ଗ୍ୟାସ୍ ଥାଏ ଟିକେ। ସେଇଟା କ'ଣ ଥାଏ ନା CO ଥାଏ। CO ମାନେ କ'ଣ, କାର୍ବନ ମନୋକ୍ସାଇଡ୍। ତାପରେ HC ଥାଏ, ହାଇଡ୍ରୋକାର୍ବନ। ଆଉ ଗୋଟେ କ'ଣ ଥାଏ, ନକ୍ସ, ନାଇଟ୍ରୋଜେନ ଅକ୍ସାଇଡ୍। ଏସବୁ ହେଲା ଖତରନାକ ଗ୍ୟାସ୍ ଆମ ଦେହ ପାଇଁ। ଏଇ ଗ୍ୟାସ୍ ଯୋଗୁଁ ଆମର ଲିଭର କ୍ୟାନ୍ସର ହେଇଯାଏ, ଆମର ବହୁତ କିଛି ଏମିତି ହାର୍ଟ ବେମାର ହେଇଯାଏ, ଆସ୍ମା ବେମାର ହେଇଯାଏ ଏମିତି। ତ ଏଇଟା କଣ୍ଟ୍ରୋଲ କରିବା ପାଇଁ BS6 କ'ଣ କରିଛି ନା ଗୋଟେ ଫିଲ୍ଟର ଲଗାଇ ଦେଇଛି, ଗୋଟେ ଫିଲ୍ଟର କରିଦେଇଛି, ଯେମିତି DOC, DPF, SCR, ASC ଏମିତି ଫିଲ୍ଟର ବନେଇଦେଇଛି। ତ ଚାଲନ୍ତୁ ଦେଖିବା, ଆପଣମାନଙ୍କୁ ବୁଝେଇବି ଫିଲ୍ଟର ଗୁଡ଼ା କେମିତି କାମ କରେ। ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟେ ପିକ୍ଚର ଦେଖେଇବି। ଏଇ ପିକ୍ଚରଟା ଦେଖନ୍ତୁ। ଏଇ ପିକ୍ଚରରେ ଦେଖୁଥିବେ ଗୋଟେ ଇଞ୍ଜିନ୍ ଅଛି, ଇଞ୍ଜିନ୍ ଦେଖାଯାଉଛି। ଇଞ୍ଜିନ୍ ପରେ ଅଛି HC
ଡୋଜର ଏସି ଡୋଜର ଅଛି, ତାପରେ ଡିଓସି ଅଛି। ତ ଯେଉଁ କଳା ଧୂଆଁ ବାହାରୁଛି ଇଞ୍ଜିନ୍ରୁ ସେଟା କେଉଁଠିକି ଯାଉଛି ନା ଡିଓସି ଫିଲ୍ଟରକୁ, ଡିଓସି ଫିଲ୍ଟରକୁ ଯାଉଛି। ତ ଡିଓସି କ'ଣ କରୁଛି ନା ଯେଉଁ ଇଞ୍ଜିନ୍ର ଯେଉଁ ଡିଓସି ଫିଲ୍ଟରକୁ ଯାଉଛି, ଇଞ୍ଜିନ୍ର ଯେଉଁ କଳା ଧୂଆଁ ବାହାରୁଛି ହାଇଡ୍ରୋକାର୍ବନ আর কার্বন মনোক্সাইড, তো ସେଇଟା କ'ଣ କରୁଛି ସେଠି କିଛି ଫିଲ୍ଟର କରୁଛି, ସିଏ ରଖୁଛି। ତାପରେ ସେଠୁ ଯାଇକି ଆଉ ଗୋଟେ ଏଇଟା ଦେଖନ୍ତୁ, ଏଇ ଫିଲ୍ଟରଟା, ଏଇ ଫିଲ୍ଟର ହେଉଛି ଡିପିଏଫ୍। ଡିପିଏଫ୍ କ'ଣ କରୁଛି ନା ଡିପିଏଫ୍ରେ ଯେଉଁ କ'ଣ କରୁଛି ନା ଯେଉଁ ଡିଓସିରେ ଯେଉଁ ଧୂଆଁ ଆସିଲା କାର୍ବନ ମନୋକ୍ସାଇଡ୍ ଆଉ ହାଇଡ୍ରୋକାର୍ବନ, এইটাକୁ କ'ଣ କଲେ ନା ଡିପିଏଫ୍ ଯେଉଁ ଛୋଟ ଛୋଟ କଳାରେ ଛୋଟ ଛୋଟ ଯେଉଁ ଥାଏ କଣ ଥାଏ, କଳାର କଣ ଯେଉଁ ଆମେ କହୁଛୁ ବାବରି ଟାଇପ୍ର, ସେଇଟାକୁ କ'ଣ କରେ ନା ଡିପିଏଫ୍ ଧରିକି ରଖେ। କ'ଣ କରୁଛି ନା ଏଇଟା ଏଇ ଫିଲ୍ଟରଟା ଡିପିଏଫ୍ ଫିଲ୍ଟର ତାକୁ ଛୋଟ ଛୋଟ କଣ ନା ପିଏମ୍କୁ ଧରି ରଖୁଛି। ସେଟାକୁ ଆମେ ବହି ଭାଷାରେ ଏଇଟା ପିଏମ୍ କହନ୍ତି, କିନ୍ତୁ ଆକ୍ଚୁଆଲି ସେଟା କ'ଣ ବୋଲି ଆମେ କହିବା। ତାପରେ এইটা দেখুন, নেক্সট এইটা ଦେଖିପାରୁଥିବେ AdBlue ଡୋଜର। ତ AdBlue ଟାଙ୍କି, AdBlue ତାକୁ ପାସ୍ କରୁଛି, AdBlue ଟାଙ୍କି ଅଛି। ତାପରେ ଇଏ କ'ଣ କରୁଛି ନା AdBlue ଟାଙ୍କି, ତାପରେ ଅଛି এইটা ଦେଖନ୍ତୁ ଏସିଆର ଫିଲ୍ଟର। ତ ଏସିଆର ଫିଲ୍ଟର କ'ଣ କରୁଛି ନା ଯେଉଁ ଡିପିଏଫ୍ରୁ ଯେଉଁ ଗ୍ୟାସ୍ ଆସିଲା ଏପଟେ, କେଉଁ ଗ୍ୟାସ୍ ଆସିବ ନା ହାଇଡ୍ରୋକାର୍ବନ ଆଉ କାର୍ବନ ମନୋକ୍ସାଇଡ୍ ଆଉ ଛୋଟ ଛୋଟ କଣ ଗୁଡ଼ା, ଧୂଆଁର ଛୋଟ ଛୋଟ କଣ ନା ବାବରି ଟାଇପ୍ର, ସେଇଟାକୁ କ'ଣ କରିବ ନା ଏସିଆର ଫିଲ୍ଟରରେ AdBlue বা ଆମେ ଯାହା କହୁଛୁ ୟୁରିଆ, ସେଇଟାକୁ ସ୍ପ୍ରେ କରିଦେବ। ସ୍ପ୍ରେ କରିଦେଲା ପରେ ଛୋଟ ଛୋଟ ଯେଉଁ କଣ ଗୁଡ଼ା ଥାଏ ଧୂଆଁର, ସେଇଟାକୁ ସେଇ ଜିନିଷକୁ କଣ ଜିନିଷକୁ ଆଉ ହାଇଡ୍ରୋକାର୍ବନ ଆଉ କାର୍ବନ ମନୋକ୍ସାଇଡ୍କୁ ସେ ପାଣିରେ ପରିଣତ କରିଦିଏ। କିଏ ନା ଏସିଆର ପାଣିରେ ପରିଣତ କରିଦେବ। ତାପରେ ସେଠୁ ଆଉ କ'ଣ ରହିଲା ନକ୍ସଟା ତ ଅଛି, ନକ୍ସଟା ତ ଜଲ୍ଦି ଯିବନି, କାହିଁକି ନା ବେଶୀ ଅଛି ନକ୍ସ। ତ ସିଏ କ'ଣ କରିବ ନକ୍ସଟାକୁ ପାଣିରେ ସେଟା ପାଣି ସବୁ ପରିଣତ କରିଦେବ। କିଏ ନା ଏସିଆର ପାଣିରେ ସବୁ ପରିଣତ କରିଦେଲା। ତାପରେ ଆଉ ଗୋଟେ ଏଇଟା ଦେଖନ୍ତୁ ଏଏସସି କ'ଣ କଲା ନା ଏଇସବୁ ଯେଉଁ ଜିନିଷ ଗୁଡ଼ା ଆସିଲା ସେଠୁ ଡିଓସିରୁ ଆସିଲା ଡିପିଏଫ୍ରୁ ଆସିଲା ଏସିଆର, ତାପରେ ଏଏସସି କ'ଣ କଲା ଏମାନଙ୍କୁ ସବୁ ଜିନିଷକୁ କଣ୍ଟ୍ରୋଲ କରିକରି ତାକୁ ଆଉଟ୍ କରିଦେବ। କେମିତି ଆଉଟ୍ କରିବ ନା ସେ ଗ୍ୟାସ୍ରେ ପରିଣତ କରିଦେଲା, ଆଉଟ୍ କରିଦେଲା। ଯେଉଁ ଏସିଆର ଯେଉଁ ପାଣିରେ ପରିଣତ କରିଦେଲା କାହାକୁ ନା ହାଇଡ୍ରୋକାର୍ବନ ଆଉ କାର୍ବନ ମନୋକ୍ସାଇଡ୍। ତ ସେଇଟାକୁ ଯେମିତି ପାଣିରେ ଆଉ ଛୋଟ ଛୋଟ କଣ ଗୁଡ଼ା ସେଇଟାକୁ ଯେମିତି ପାଣିରେ ପରିଣତ କରିଦେଲା, ଆଉ ସେମିତି ତ ପାଣି ତ ସେଟା ତ ଗରମ ହେଲେ ଗ୍ୟାସ୍ ହେଇଯିବ, ସେଟା ପାଣି ହେଇଗଲା। ତ ସେଇ ଜିନିଷଟାକୁ କ'ଣ ହେବ ନା ଗ୍ୟାସ୍ ହେଇଯିବ ସେ। ତାପରେ ଏଏସସି ଫିଲ୍ଟର ଯେଉଁ ଅଛି ସେଇଟା ଗ୍ୟାସ୍ ହିଁ ବାହାର କରିଦେବ। ବୁଝିପାରିଲେ ତ ସାଙ୍ଗମାନେ? এইটা ହେଲା ପ୍ରୋସେସ୍। ଆଉ ଡିଜେଲ ଇଞ୍ଜିନ୍ରୁ ବାହାରୁଥିବା ହାଇଡ୍ରୋକାର୍ବନ ଆଉ କାର୍ବନ ମନୋକ୍ସାଇଡ୍କୁ କଣ୍ଟ୍ରୋଲ କଲା, ଏମିତି ସିଷ୍ଟମ୍ରେ ତାର ଅଛି। ତ ଠିକ୍ ଅଛି ସାଙ୍ଗମାନେ, ଆଉ ଗୋଟେ ଜିନିଷ ଆପଣମାନଙ୍କୁ କହିବି, ଆପଣମାନେ ପଚାରିବେ ରିଜେନେରେସନ୍ କେମିତି ହୁଏ, ରିଜେନେରେସନ୍ କେଉଁଠି ହୁଏ? ତ ମୁଁ ଆପଣମାନଙ୍କୁ କହିବି ରିଜେନେରେସନ୍ ଆକ୍ଚୁଆଲି ଡିପିଏଫ୍ ଫିଲ୍ଟର ରିଜେନେରେସନ୍ ହୁଏ। କାହିଁକି ନା ସେ ଏସିଆର ଆଗରେ ଅଛି ଡିପିଏଫ୍ ଫିଲ୍ଟର। ତ ଡିପିଏଫ୍ ଫିଲ୍ଟରରେ କ'ଣ ଥିଲା ନା କଳା ଗୁଡ଼ା, ଛୋଟ ଛୋଟ କଣା ଗୁଡ଼ା ମାନେ କଣ ଗୁଡ଼ା ସେଇଟା ଜାବୁଡ଼ିକି ଧରି ରଖୁଥିଲା। ତ ସିଏ ତ ଧୀରେ ଧୀରେ ତାର ଯେତେ ହେଲେ ବି ଭର୍ତ୍ତି ହେଇଯିବ, ତ ସେ ଆଉ ଜଳେଇ ପାରିବନି ସେ ନିଜକୁ। ତ ସେଥିପାଇଁ କ'ଣ କର ଆମେ ସିଗ୍ନାଲ ଆସିବ, BS6 ଗାଡ଼ିର ଗୋଟେ ସିଗ୍ନାଲ ଆସିବ, ଆପଣଙ୍କୁ ରିଜେନେରେସନ୍ କରିବାକୁ ପଡ଼ିବ। ତ ରିଜେନେରେସନ୍ କଲାବେଳକୁ ପ୍ରୋସେସ୍ ଆପଣଙ୍କୁ କହିଦେବି। ଗାଡ଼ିଟାକୁ ରିଜେନେରେସନ୍ କଲାବେଳେ ଗାଡ଼ିଟାକୁ ସମତଳ ଜାଗାରେ ଠିଆ କରିଦେବେ, ଭଲ ସମାନ ଜାଗାରେ। ତାପରେ ଇଞ୍ଜିନ୍ ରେସ୍ କରିବେ।
तापरे किसी टाइम रेस्ट कला परे जोटा स्विच थाए जोटा स्विच अच्छी रिजनेशन जोटा स्विच दिखाई रेड कलर स्विच देखिए गोटे अच्छी लिखाई सेटा आउ तार ब्लिम करूथिबो लाइटटा सेटा को दबेबे तापरे आपण गाड़ी रू ओह्ली जिवे ओह्ली गला परे गाड़ी ऑटोमेटिक पूरा 2500 आरपीएम हो 2500 आरपीएम हो गाड़ी पूरा थरथरइबो आ गाड़ी सेते बेले कम से कम कहीं ना से तो जो डीपीएफ पूरा धरिकी रखी कला अंशटा ताकू जड़ाइबा पाई ताकू बहुत टेम्परेचर दरकार हिट दरकार तो कौन करे ना गाड़ी ऑटोमेटिक जिते हिट हो स्पीड हो इंजिनटा रेस हो तो गाड़ी से को हिट हो कम से कम 600 डिग्री सेल्सियस केते ना 600 डिग्री सेल्सियस से हिट हो हेले जाई से डीपीएफ फिल्टरटा सफा हम ना रिजेनेरेशन हो आउ तले आउ थरे सेटा पुणी नुआ हो बुझले सांग माने तो ठीक अच्छे सांग मैंने आउ गोटे आपण मानकू देखेबी ये जो BS4 और BS6 रो केते गैस थिला BS4 रे केते हाइड्रोकार्बन आउ मोनोक्साइड केते थिला कार्बन मोनोक्साइड केते थिला केते परसेंट रे थिला आउ एबे केते परसेंट हे कि हमको BS6 छाडुची देखो ठीक है देखंतु एटा गोटे चित्र एटा देखंतु आपण मानकू देखुची एटा हला BS4 रो देखंतु CO लिखाई CO केते लिखाई 1.5 केते रे थिला ना BS4 रे थिला 1.5 तापरे हाइड्रोकार्बन केते थिला ना 0.46% तापरे नॉक्स तो बहुत अच्छी नॉक्स तो बहुत अच्छी ना केते 3.5 बाप रे 3.5 BS4 रे बहुत आज्ञा बहुत अच्छी तो आउ गोटे PM जो कौन छोट छोट कौन आम कहूँ छोट छोट कौन कला कलर कौन जो धुआं बाहर सेटा केते ना 0.02% कौन थिला ना PM कौन छोट छोट कौन बुझिपारे तो एबे कौन है ना आउ गोटे एटा पिक्चर देखंतु एटा हला BS6 रो ए जो आपण देखुचंती एटा BS6 रो पिक्चरटा BS6 केते कमी छी केते परसेंट रे कम हेची सेटा आपण एटा देखंतु कार्बन मोनोक्साइड CO सेटा केते अछि BS4 रे थिला 1.5 BS6 रे भी 1.5 हैला तापरे हाइड्रोकार्बन केते ना BS4 रे थिला 0.46 आउ एबे 0.13% कोटा अछि ना हाइड्रोकार्बन तापरे नॉक्स देखंतु नॉक्स बेसी थिला BS4 रे तो BS6 रे देखंतु नॉक्स हला कोन करे ना हमरो इंटेलिजेंट गुडा हमरो जो इंजीनियरिंग गुडा अछंती हम इंडिया रो BS6 रे करिसंती कोन ना 0.4% आया कहीं 3.5% रु 0.4% आनिले आज्ञा केते कमी गला बहुत कमी गला आज्ञा किछि नु हेटा नॉक्स नहले एटा घातक गुटे गैस नॉक्स समस्त जानी पारथिबे बुझी पारथिबे केते घातक एटा आम पई परिवेश पई कि आम शरीर पई कि जीवजंतु पई तापरे एटा गुटे देखंतु PM कोन जो आमे कहूछु कला कलर जो साइलेंसर पाइप रु जो बाहर थिला कोन छोट छोट सेटा केते हला ना 0.01% एटा भी कमी गला आज्ञा बहुत कमी गला कहीं ना कला धुआं बाहर ना डीजेल तो जड़िले डीजेल जदि जड़ब तो कला धुआं बाहर कला धुआं ए सबू सिस्टम ए सबू गैस सबू बाहर बुझीपारे आज्ञा तो एबे कौन है ना एतकी सब कमीगला आज्ञा साइलेंसर बाहर करदेला गैस रूप में बाहरी गला आ जो गैसटा बाहर जो गैसटा आमको टिके नाकरे बाजे सेटा किसी असुविधा नुहे आम शरीर पर नहीं कि परिवेश भी क्षतिकारक नुहे भावुची
ମୁଁ ଆପଣମାନଙ୍କୁ ଯାହା ବୁଝେଇଲି କହିଲି ଆପଣମାନେ ଭଲ ଭାବରେ ବୁଝିଥିବେ, ଭଲ ଭାବରେ ଜାଣି ସାରିଥିବେ BS6 କେମିତି କାମ କରୁଛି ରିଜେନେରେସନ୍ ପାଇଁ। ତ ଯଦି ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ କରିଦେବେ, ସାଙ୍ଗମାନଙ୍କୁ ସେୟାର କରିଦେବେ, ଆଉ ଏମିତି ଆପଣମାନଙ୍କୁ ନୂଆ ନୂଆ ମୋଟିଭେସନ୍ ଭିଡ଼ିଓ ଆଣୁଥିବି ଆପଣମାନଙ୍କୁ କିଛି ଶିଖେଇବା ପାଇଁ। ଆଉ ଯଦି ଯେଉଁ ଭାଇମାନେ ଆମ ଚ୍ୟାନେଲରେ ନୂଆ ଆସିଛନ୍ତି, ନୂଆ ଦେଖୁଛନ୍ତି ଭିଡ଼ିଓ, ତାହେଲେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରନ୍ତୁ, କାହିଁକି ନା ଏମିତି ନୂଆ ନୂଆ ଭିଡ଼ିଓ ଇନଫର୍ମେସନ୍ ଭିଡ଼ିଓ ଆପଣମାନଙ୍କ ପାଖକୁ ଆଣୁଥିବି। ତ ଭାଇମାନେ ଠିକ୍ ଅଛି, ରହିଲି, ନମସ୍କାର।